କହିଲା ଜାତିର କାନେ କାନେ ଉଠିବୁ ତୁ ଆଉ କେତେ ଦିନେ ପୂର୍ବ ଗୌରବ ପୂର୍ବ ମହିମା ପଡୁନାହିଁ କିରେ ତୋର ମନେ। ହଁ ପିଲାମାନେ, ଆଜି ଆମେ ସେ ବିଶିଷ୍ଟ ସାହିତ୍ୟ ସାଧକ ଚିନ୍ତାମଣି ଆଚାର୍ଯ୍ୟଙ୍କର ଜୀବନ ମୂଳକ ପ୍ରବନ୍ଧ, ଯାହାକୁ ଆମେ ପୂର୍ବେ ଆଲୋଚନା କରିସାରିଥିଲେ। ଦେଖ, ଆମେ ଆମେ ପୂର୍ବେ ଜାଣିଲେ ଯେ ନବ ଉତ୍କଳରେ ନିର୍ମାତା ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ହୋଇଥିଲା ଏବଂ ଯିଏ ମୁଖ୍ୟ ଭୂମିକା ଗ୍ରହଣ କରୁଥିଲେ ସେ ହେଉଛନ୍ତି ମଧୁବାବୁ। ବୁଝିଲା? ଏବଂ ତାଙ୍କ କଥା ଯଦି ଆମେ ଆଲୋଚନା କରିବା, ଅତି ସୁନ୍ଦର ଭାବରେ ତ ଲେଖିଛନ୍ତି ପ୍ରାବନ୍ଧିକ। ଦେଖିଲେ କଣ କହୁଛନ୍ତି, ଏହା ଏକ ଜୀବନମୂଳକ କାହାଣୀ। ଜଣଙ୍କ ଜୀବନକୁ ଆଧାର କରି ଯେଉଁ ପ୍ରବନ୍ଧ ଲେଖାଯାଏ, ଆମେ ସେମିତି ଜାଣିଛେ ମଧୁବାବୁଙ୍କ ଜୀବନ କାହାଣୀ ଉତ୍କଳର ଅର୍ଦ୍ଧ ଶତାବ୍ଦୀର ଇତିହାସ। ଆମେ ସେମିତି ଜାଣିଛେ ବିଲେ, ଯଦି ଆମେ ଓଡିଶାର 50 ବର୍ଷର ଇତିହାସ ଦେଖିବାକୁ ଚାହୁଁଥାନ୍ତି ନା, ଅର୍ଦ୍ଧ ଶତାବ୍ଦୀ କହିଲେ କହିଲେ କଣ କି, ଶତାବ୍ଦୀ କହିଲେ 100 ବର୍ଷ, ଅର୍ଦ୍ଧ ଶତାବ୍ଦୀ କହିଲେ ଅଧା, ମାନେ 100ର ଅଧା 50 ବର୍ଷ। ତାହେଲେ ଉତ୍କଳରେ 50 ବର୍ଷର ଇତିହାସ ଯଦି ତମେ ମାନେ ଚାହୁଁଛ, ତାହେଲେ ମଧୁବାବୁଙ୍କର ଜୀବନ କାହାଣୀ ଟିକେ ଦେଖ। ମଧୁବାବୁଙ୍କୁ ଥରେ ପଢ, ତମେ ମାନେ ଓଡିଶାର ଇତିହାସ କଣ ଜାଣିନବ। କାହିଁକି ଜାଣିନବ ନା, ମଧୁବାବୁଙ୍କ ଜୀବନ କାହାଣୀ ଯାହା ଉତ୍କଳର ଅର୍ଦ୍ଧ ଶତାବ୍ଦୀର ଇତିହାସ ହଉଛି ସେଇଆ। କାହିଁକି ସେଇଆ ନା, ସେଇ ଇତିହାସ ମଧ୍ୟରେ ଏଇ ଓଡିଶାର ଇତିହାସରେ ସେ ତାଙ୍କେ 50 ବୟସର ଯୋଉ ଅତିବାହିତ କରିଥିଲେ, ସେ ତାଙ୍କେ 50 ବୟସ ଅତିବାହିତ ଯୋଉ କରିଦେଲେ, ସେଇ 50 ବୟସର ସେଇ ଇତିହାସ ମଧ୍ୟରେ ଉତ୍କଳର ସାମାଜିକ କଥା ଅଛି, ଉତ୍କଳର ରାଜନୈତିକ କଥା ଅଛି, ଉତ୍କଳରେ ଅର୍ଥନୈତିକ କଥା ଅଛି, ତଥା ଶିଳ୍ପ ବାଣିଜ୍ୟ ଶିକ୍ଷା ସମସ୍ତ ବିଷୟରେ ନିହିତ ରହିଅଛି। ତାହେଲେ ଏଇ ଓଡିଶାର ଅର୍ଦ୍ଧ ଶତାବ୍ଦୀର ଇତିହାସ, 50 ବର୍ଷ ଇତିହାସ ମଧ୍ୟରେ ଓଡିଶାରେ କଣ ଦେଖିବାକୁ ପାଇବା ଆମେ? ଉତ୍କଳର ସାମାଜିକ ଜୀବନ, କିଭଳି ଓଡିଶାର ସଂସ୍କୃତି କିଭଳି ଥିଲା, ଓଡିଶାର ଲୋକ ମାନଙ୍କର ଚାଲିଚଳନ କେମିତି ଥିଲା, ତାଙ୍କ ଜୀବନ ଯାପନ ପ୍ରଣାଳୀ ଆମେ ଜାଣିବାକୁ ପାଇବା ମଧୁବାବୁଙ୍କ କାହାଣୀରୁ। ସାଧାରଣ ଓଡିଆ ଯିଏ ଯାହା ଖାଉଥିଲେ, ମଧୁବାବୁ ମଧ୍ୟ ସେଇଆ ଖାଉଥିଲେ। ତାହେଲେ ଆମେ ଜାଣି ପାରୁଛେ ନା ନାହିଁ? ତାହେଲେ ଆମେ ଜାଣିପାରୁଛୁ ନା ନାହିଁ, ସାଧାରଣ ଓଡିଆ ମାନେ ଯେତେବେଳେ କଣ ଖାଉଥିଲେ, ମଧୁବାବୁ ମଧ୍ୟ ସେଇଆ ଥିଲେ। କେଉଁମାନେ ଯୋଉମାନେ ବସ୍ତ୍ର ପରିଧାନ କରୁଥିଲେ, ତାହେଲେ ଓଡିଶାର ସାମାଜିକ ଜୀବନ ମଧ୍ୟ ଆମେ ଜାଣିବାକୁ ପାଉଛେ କେଉଁଠୁ? ମଧୁବାବୁଙ୍କର ଜୀବନ କାହାଣୀରୁ। ଓଡିଶାର ରାଜନୈତିକ କଥା ମଧ୍ୟ, ଯେତେବେଳେ ମଧୁବାବୁ ଓଡିଶାକୁ ଆସିଥିଲେ, ଆମେ ସେମିତି ଜାଣିଛେ ପିଲେ, ମଧୁବାବୁ କଲିକତା ଯାଇଥିଲେ ପଢିବାକୁ, ସେତେବେଳେ ଓଡିଶାରେ ଆସିଲେ। ବୁଝିଲା? ଓଡିଶାକୁ ଆସିବା ପରେ ତମ ମାନଙ୍କର ମନେ ଥିବ, 1882 ମସିହାରେ ଉତ୍କଳ ସଭା ଗଠନ କରିଥିଲେ, ଯାହା ପରବର୍ତ୍ତୀ ସମୟରେ ଉତ୍କଳ ସମ୍ମିଳନୀ ନାମରେ ପରିଚିତ ହୋଇଥିଲା। ଏବଂ ଆମେ ସମସ୍ତେ ଜାଣିଛେ ବିଲେ ଯେ 1885 ଯେତେବେଳେ ଜାତୀୟ କଂଗ୍ରେସ ଗଠନ ହୋଇଥିଲା, ତା ପୂର୍ବେ ଓଡିଶାରେ ଗୋଟିଏ ରାଜନୈତିକ ଅନୁଷ୍ଠାନ ହୋଇଥିଲା, ଉତ୍କଳ ସଭା। ଆମେ ସମସ୍ତେ ଜାଣିଛେ, ତେଣୁ ଉତ୍କଳ ସମ୍ମିଳନୀ, ଉତ୍କଳ ସଭା ଯାହାକୁ ଆମେ କହୁଛେ, ଉତ୍କଳ ସଭା, କେଉଁ ସଦସ୍ୟ ମାନେ ସେଠି ରହିବେ, କିଭଳି ଗୋଟିଏ ରାଜନୈତିକ ଅନୁଷ୍ଠାନ ଓଡିଶାରେ ଦରକାର ହେଉଛି ଏବଂ ତାର ପ୍ରତିନିଧିତ୍ୱ କିପରି କିପରି ଆବଶ୍ୟକ, ଓଡିଶାକୁ ନେଇ କିପରି ଅନ୍ୟ ପାଖରେ ନିଜ ଦୁଃଖ ଦୁର୍ଦ୍ଦଶା, ଓଡିଶାର ସମସ୍ୟାକୁ ନେଇ ଅନ୍ୟ ପାଖରେ ଆଗରେ କିପରି ଉପସ୍ଥାପନା କରାଯିବ, ସେଇ କଥା ମଧ୍ୟ ଆମେ ମଧୁବାବୁଙ୍କ ଜୀବନ କାହାଣୀରୁ ଜାଣିବାକୁ ପାଉଛେ। ତେଣୁ ରାଜନୈତିକ ଇତିହାସ, ଓଡିଶାର ରାଜନୈତିକ ଇତିହାସ ମଧ୍ୟ ସେଥିରେ ଅନ୍ତର୍ଭୁକ୍ତ ତାଙ୍କେ ଜୀବନ କାଳ ମଧ୍ୟରେ। ଏବଂ ଓଡିଶାର ଅର୍ଥନୈତିକ, ଓଡିଶାର ଅର୍ଥନୈତିକ ଆମେ ସେମିତି ଜାଣିଛେ, ଉତ୍କଳ ଟ୍ୟାନେରୀ କାରଖାନା କଥା କହିବା, ଜୋତା କାରଖାନା ଯାହାକୁ ମଧୁବାବୁ ଗଢିଥିଲେ, ଯାହାକୁ ଏକ ଶିଳ୍ପ କାରଖାନା ଥିଲା, ଏବଂ ଓଡିଶାର ଅଳଙ୍କାର କାରଖାନା, ଏସବୁ ଯେଉଁ ଜିନିଷ ଅର୍ଥନୈତିକ କାହାଣୀ।
ଯାହାକି ମଧୁବାବୁ କରିଥିଲେ। ଏବଂ ବାଣିଜ୍ୟ କଥା ଯଦି ଆମେ କହିବା, ଓଡିଶାର ପାରମ୍ପରିକ ଯେଉଁ ଶିଳ୍ପ ଅଛି, ଯେଉଁ କଳା ଅଛି, ଯେଉଁ ଭାସ୍କର୍ଯ୍ୟ ଅଛି, ଓଡିଶାର ପାରମ୍ପରିକ ଯେଉଁ ଯାହା ସବୁ ରହିଛି, ଯେଉଁ ଜିନିଷ ସବୁ, ତାକୁ ବିଶ୍ୱ ଦରବାରରେ ନେଇକି ପ୍ରଦର୍ଶନ କରିବା ମଧୁବାବୁ କହିଥିଲେ। ବିଲାତ ଯାତ୍ରା, ବିଲାତ ଯାତ୍ରୀ ଥିଲେ। ଓଡିଶାର ପ୍ରଥମ ବିଲାତି ଯାତ୍ରୀ ହେଉଛନ୍ତି ମଧୁବାବୁ। ଓଡିଶାର ପ୍ରଥମ ମନ୍ତ୍ରୀ, ଓଡିଶାର ପ୍ରଥମ ଓକିଲ, ଓଡିଶାର ପ୍ରଥମ ସ୍ନାତକ, ଯାଇଲା ଓଡିଶାର ପ୍ରଥମ ବାରିଷ୍ଟର ହେଉଛନ୍ତି ମଧୁବାବୁ। ତେଣୁ ବାଣିଜ୍ୟ କଥା ଯଦି ଆମେ କହିବା, ଓଡିଶାର ବିଭିନ୍ନ ତାରକସି କାମ, ସୁନା ସିଂହ କାମ, ଏଇ ସବୁ କାମକୁ ନେଇକି ବିଶ୍ୱ ଦରବାରରେ ପହଞ୍ଚି ପାରୁଥିଲା ମଧୁବାବୁ ନିଜେ। ଶିକ୍ଷା, ନିଜେ ମଧ୍ୟ ଶିକ୍ଷକ ଥିଲେ, ଜଣେ ଅଧ୍ୟାପକ ମଧ୍ୟ ଥିଲେ, ଏବଂ ଜଣେ ଆଇନ ଅଧ୍ୟାପକ ମଧ୍ୟ ସେ ଥିଲେ। ବୁଝିଲା, ଏଇ ସବୁ କଥା ଦେଖ କହିଲେ, ଗୋଟିଏ ଲୋକ, ଜଣେ ବ୍ୟକ୍ତି, ଜଣେ ମହାପୁରୁଷ ଯାହାକୁ ଆମେ କହିବା ମଧୁବାବୁ, ନବ ଓଡିଶାର ନିର୍ମାତା, ନୂତନ ଓଡିଶାର ପ୍ରତିଷ୍ଠତା, ତାଙ୍କ ଜୀବନ କାହାଣୀ, ତାଙ୍କ ଜୀବନ କାଳ ଯଦି ତମେ ଦେଖିବ, ତାହେଲେ ଓଡିଶାର ସବୁ ଇତିହାସ, ସବୁ ବିଷୟରେ, ଓଡିଶାର ସମସ୍ତ ବିଭାଗ, ସାମାଜିକ ଇତିହାସ, ରାଜନୈତିକ ଇତିହାସ, ଅର୍ଥନୈତିକ, ଶିଳ୍ପ କଥା ସବୁ ଜାଣିବାକୁ ପାଇବ କେବଳ ଜଣଙ୍କର ଜୀବନ ଯଦି ତମେ ମାନେ ଲକ୍ଷ୍ୟ କରିବ। ମଧୁସୂଦନ ତାଙ୍କେ ଜୀବିତାବସ୍ଥାରେ ଉତ୍କଳର ଗୃହରେ ଆବାଳ ବୃଦ୍ଧବନିତା ସମସ୍ତଙ୍କ ନିକଟରେ ମଧୁ ବାରିଷ୍ଟର ନାମରେ ସୁପରିଚିତ ଥିଲେ। ସମସ୍ତଙ୍କ ମୁହଁରେ ମଧୁବାବୁ ପାଠ ପଢିବି, କାଳିଆ ଘୋଡାରେ ଚଢିବି, ମୁଇଁ ମଧୁବାବୁ ସାଙ୍ଗେ ଲଢିବି। ମାନେ କଣ, ତାଙ୍କ ସାଙ୍ଗରେ ଲଢେଇ କରିବି କି ନା, ତାଙ୍କ ପରି ବିଚକ୍ଷଣ ହେବି। ତାହେଲେ ସମସ୍ତଙ୍କ ନିକଟରେ, ଘରେ ଘରେ, ପ୍ରତ୍ୟେକଟି ଓଡିଶାର ପ୍ରତ୍ୟେକଟି ଘରେ ଘରେ ସମସ୍ତଙ୍କ ସେତେବେଳେ ମଧୁବାବୁ ଚିହ୍ନିଥିଲେ, ବା ମଧୁ ବାରିଷ୍ଟର ଭାବରେ ସେ ସମସ୍ତଙ୍କ ଘରେ ଘରେ ପରିଚିତ ଥିଲେ, ବା ମିଷ୍ଟର ଦାସ, ଯେଉଁ ବଡ ବଡ ଲୋକ ସମସ୍ତେ ତାଙ୍କୁ ମିଷ୍ଟର ଦାସ ବୋଲି ଡାକୁଥିଲେ। ଉତ୍କଳ ମାତାର ଯୋଗ୍ୟତମ ସନ୍ତାନ ମଧୁସୂଦନ ଦେଶର ଜାତିର ସର୍ବବିଧ ଉନ୍ନତି ପାଇଁ ନିରନ୍ତର ବ୍ୟାକୁଳ ଥିଲେ। ଦେଶର ଉନ୍ନତି ପାଇଁ, ଜାତିର ଉନ୍ନତି ପାଇଁ ସଦାବେଳେ ପ୍ରଚେଷ୍ଟା କରି ଜାରି ରଖିଥିଲେ। କିଭଳି ଜାରି ରଖିଦେଇଥିଲେ? ଓଡିଶାର ରାଜନୈତିକ ଅନୁଷ୍ଠାନ କରିବା ଏବଂ କିଭଳି ଓଡିଶାର ବିକାଶ କରିବା, ଓଡିଶାର ଭୌଗୋଳିକ ପରିସର ବିକାଶ କରିବା, ଓଡିଶାର ବିଭିନ୍ନ ବିଚ୍ଛିନ୍ନାଞ୍ଚଳ ଅଛି ତାକୁ ଏକତ୍ରୀକରଣ କରିବା, ଓଡିଆ ଭାଷାଭାଷୀ ମାନଙ୍କୁ ନେଇ ଗୋଟିଏ ସ୍ୱତନ୍ତ୍ର ରାଜ୍ୟ ଗଠନ କରିବା। ମଧୁବାବୁ କହିଲେ ନିରନ୍ତର ବ୍ୟାକୁଳ ଥିଲେ ଓଡିଶାର ଉନ୍ନତି ପାଇଁ। ବୁଝିଲା, ଦେନ୍ ଗୋଟିଏ ଉତ୍କଳ ସନ୍ତାନ ଗୋଟିଏ ସ୍ୱରରେ ମା ମା ବୋଲି ଡାକି ସ୍ୱାର୍ଥମେଦ ଯଜ୍ଞରେ ଛାତିକୁ ଛାତି ମିଳେଇ ଛାତିକୁ ଆହୁତି ଦେବାକୁ ସେ ଓଡିଆ ଭାଇ ଓ ଭଉଣୀ ମାନଙ୍କୁ ଆହୁତି କରି ଯାଇଛନ୍ତି, ଏବଂ ସେଇ ଉପଦେଶର ଆଦର୍ଶ ରୂପେ ନିଜକୁ ଦେଶ ଓ ଜାତି ସମକ୍ଷରେ ସ୍ଥାପନ କରି ଯାଇଛନ୍ତି। ତେଣୁ ଗୋଟିଏ ଉତ୍କଳ ସନ୍ତାନ, ଆମେ ତ ବର୍ତ୍ତମାନ 4 ଗୋଟି ଓଡିଶାର ସନ୍ତାନ, ଓଡିଶା ମାର ପୁଅ ଝିଅ ଆମେ ବର୍ତ୍ତମାନ। ପରନ୍ତୁ ସେତେବେଳେ ଯୋଉ ଗୋଟିଏ ଉତ୍କଳ ସନ୍ତାନ ଥିଲେ, ସେଇ ଗୋଟିଏ ଉତ୍କଳ ସନ୍ତାନ, ଗୋଟିଏ ଓଡିଆର ପୁଅ, ଓଡିଆ ସ୍ୱରରେ ମା ବୋଲି ଡାକ, କାହିଁକି ନା ଆମେ ଜାଣିଛେ ଓଡିଆରେ ସ୍ୱତନ୍ତ୍ର ପ୍ରଦେଶ ହୋଇନଥିଲା। ସ୍ୱତନ୍ତ୍ର ହେଲା କେବେ? ତମମାନଙ୍କ ପାଇଁ ପ୍ରଶ୍ନ, ଓଡିଆ ଏକ ସ୍ୱତନ୍ତ୍ର ପ୍ରଦେଶ କେବେ ହୋଇଥିଲା? ତା ପୂର୍ବରୁ ଓଡିଶା ହୋଇକି ନଥିଲା, ବିଚ୍ଛିନ୍ନ ହୋଇକି ଥିଲା, ବିଖଣ୍ଡିତ ହୋଇକି ଥିଲା। ଓଡିଶାର କିଛି ଅଂଶ ବଙ୍ଗଳା ସାଙ୍ଗରେ ମିଶିକି ଥିଲା, କିଛି ଅଂଶ କେନ୍ଦ୍ରପ୍ରଦେଶ, ମଧ୍ୟପ୍ରଦେଶ ସାଙ୍ଗରେ ଥିଲା, କିଛି ଅଂଶ ମାଡ୍ରାସ ପ୍ରେସିଡେନ୍ସି ଥିଲା। ଯାଇଲା, ଏସବୁ ଅଞ୍ଚଳକୁ ଏକାଠି କରି ଗୋଟିଏ ସ୍ୱତନ୍ତ୍ର ଓଡିଶା ପ୍ରଦେଶ ଗଠନ କରିବା ମୁଖ୍ୟ ଭୂମିକା ଗ୍ରହଣ କରୁଥିଲେ କିଏ? ମଧୁବାବୁ। ତେଣୁ ଗୋଟିଏ
ଉତ୍କଳ ସନ୍ତାନ ଗୋଟିଏ ସ୍ୱରରେ ମା ମା ବୋଲି ଡାକ ମାଙ୍କୁ ନିହାତି ଖୋଜିକି ପାଇବ। ସେ ଓଡିଆ ମାକୁ ନିହାତି ଖୋଜିକି ପାଇବ। ଏବଂ ପରବର୍ତ୍ତୀ ସମୟରେ ମଧୁବାବୁ ସିନା ଆମକୁ ଛାଡିକି ଚାଲିଗଲେ, ଇହଲୀଳା ସମ୍ବରଣ କରିଦେଲେ 1934 ମସିହାରେ। ପରନ୍ତୁ ତାପରେ ଆଉ 2 ବର୍ଷ ପରେ ଆମେ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗୋଟିଏ ଗଠନ କରିପାରିଥିଲେ। ଓଡିଆ ପ୍ରଦେଶ ଗୋଟିଏ ଗଠନ କରିପାରିଥିଲେ। ଏବଂ ସ୍ୱାର୍ଥମେଧ ଯଜ୍ଞରେ ଛାତିକୁ ଛାତି ମିଳେଇ ସ୍ୱାର୍ଥକୁ ଆହୁତି ଦେବାକୁ ସେ ଓଡିଆ ଭାଇ ଭଉଣୀ ଆହୁତି କରି ଯାଇଛନ୍ତି। ତେଣୁ ସେ ସମସ୍ତଙ୍କୁ, ପ୍ରତିଟି ଓଡିଆଙ୍କୁ ବୁଝିପାରିଲା, ସେ ଆହ୍ୱାନ କରି ଯାଇଛନ୍ତି। ସେ ଜାତିକୁ ମିଳାଇ ସ୍ୱାର୍ଥମେଧ ଯଜ୍ଞ, ସ୍ୱାର୍ଥମେଧ କହିଲେ ସ୍ୱାର୍ଥ ଯଜ୍ଞ ଯାହା ଅଛି, ସେଇ ଯଜ୍ଞରେ ସ୍ୱାର୍ଥକୁ ଆହୁତି ଦେଇ ଦିଅନ୍ତୁ। ମାନେ ନିଜର ସ୍ୱାର୍ଥକୁ ସ୍ୱାହା କରିଦିଅନ୍ତୁ, ସ୍ୱାର୍ଥକୁ ସ୍ୱାହା କରିଦିଅନ୍ତୁ। ତାମାନେ ସ୍ୱାର୍ଥକୁ ଆମର ଯୋଉ ନିଜସ୍ୱ ଅଛି, ଯୋଉ ନିଜ ସ୍ୱାର୍ଥ, ସେଇ ସ୍ୱାର୍ଥ ଭାବକୁ, ନିଜର ଯୋଉ ଆମର ଅଛି ଅହଙ୍କାର, ଯୋଉ ଦ୍ୱେଷ ଆମର ଅଛି, ସେଇ ସ୍ୱାର୍ଥ ଭାବକୁ ଆମେ ଆହୁତି ଦେଇଦବା ଏବଂ ସମସ୍ତେ ଆମେ ଏକତ୍ରିତ ହୋଇକି ମା ମା ବୋଲି, ଓଡିଆ ଓଡିଆ ବୋଲି କହିବା ଏବଂ ଓଡିଶାକୁ ଆମେ ନିହାତି ପାଇବା। ସେଇ ଓଡିଆ ଭାଇ ଭଉଣୀଙ୍କୁ ଆହ୍ୱାନ କରି ଯାଇଛନ୍ତି ଏବଂ ଉପଦେଶର ଆଦର୍ଶ ରୂପେ ନିଜକୁ ଦେଶ ଓ ଜାତି ସମକ୍ଷରେ ସ୍ଥାପନ କରି ଯାଇଛନ୍ତି। ନିଜକୁ ମଧ୍ୟ ଅନ୍ୟକୁ କହିବା ଆଗରୁ ନିଜେ କରିବା ଦରକାର। ତେଣୁ ନିଜକୁ ମଧ୍ୟ ସେ ଉପଦେଶର ଆଦର୍ଶ ରୂପେ ନିଜକୁ କଣ କରିଛନ୍ତି? ଦେଶ ଓ ଜାତି ପାଖରେ ନିଜକୁ ସେ ସ୍ଥାପନ କରି ଯାଇଛନ୍ତି। ନିଜକୁ ମଧ୍ୟ ଅନ୍ୟକୁ କହିବାକୁ ନିଜେ କରିବା ଦରକାର। ତେଣୁ ସେ ନିଜକୁ ମଧ୍ୟ ସେ ଉପଦେଶରେ ଆଦର୍ଶ ରୂପେ ନିଜକୁ ସେ କଣ କରିଛନ୍ତି? ଦେଶ ଓ ଜାତି ପାଖରେ ନିଜକୁ ସ୍ଥାପନ କରି ଯାଇଛନ୍ତି। ତା ସମ୍ମୁଖରେ ନିଜକୁ ରଖିଛନ୍ତି। ଦେଖ ମୁଁ କିଭଳି କରୁଛି, କାରଣ କହିବା ଆଗରୁ ସେ କରୁଥିଲେ। ଦେନ୍ ଓଡିଶା କିପରି ଓଡିଆ ବାହାରେ ଦେଶ ବିଦେଶରେ ସମ୍ମାନିତ ହେବ, ଏହା ତାଙ୍କେ ଚିର ଲକ୍ଷ୍ୟ ଥିଲା। ସଦାବେଳେ ସେ ତାଙ୍କର ଚିର ଲକ୍ଷ୍ୟ କଣ ଥିଲା? ଓଡିଶା କିପରି ଓଡିଆ ବାହାରେ ଦେଶ ବିଦେଶରେ ସମ୍ମାନିତ ହେବ। ସେଇଥିପାଇଁ ତ ସେ ଦରିଆ ପାରି ହେଲେ ଜାତି ଯାଏ ପିଲେ। ପରନ୍ତୁ ସେ ପ୍ରତିଟି ସେଥିପ୍ରତି ସେ ବିକ୍ଷୋଭ କରିନଥିଲେ। ଦରିଆ ପାରି ହୋଇଥିଲେ, ନିଜେ ଜାତି ଯାଇଥିଲା, ପରନ୍ତୁ ଏଇଠୁ ଇଂଲଣ୍ଡ ବିଲାତ ନେଇକି ଓଡିଶା ସିଂହକଳା, ଯୋଉ ସିଂହ କାରୁକାର୍ଯ୍ୟ କଳା, ରୂପା ତାରକସି କାମ, ସୁନା କାମ, ଏଇ ସବୁ ପ୍ରଦର୍ଶନ କରିବାକୁ ସେତେବେଳେ ମାନେ ଆମେ ଯଦି କହିବା କି ଓଡିଆଟେ ସେ ସାହସ କରିପାରିନଥିଲେ। ସେ ସାହସ କରିବ କି? କେହି ସାହସ କରିପାରିଲେନି। ଏହା ତାଙ୍କେ ଚିର ଲକ୍ଷ୍ୟ ଥିଲା। ଓଡିଶାକୁ କିଭଳି ସେତେବେଳେ ଲର୍ଡ କର୍ଜନକୁ ସେ ଓଡିଶାକୁ ଆଣିଥିଲେ। ଓଡିଶାରେ କଳା ସ୍ଥାପତ୍ୟ ଲର୍ଡ କର୍ଜନ ମୁଗ୍ଧ ହୋଇଥିଲେ ଏବଂ ସ୍ୱତନ୍ତ୍ର ଓଡିଶା ପ୍ରଦେଶ ଗଠନ କରିବା ପାଇଁ ରିସ୍ଲେ ସର୍କୁଲାର ପ୍ରକାଶ ପାଇଥିଲା। ତମେ ମାନେ ଜାଣିଥିବ ପିଲେ ସମସ୍ତେ, ତେଣୁ ମୃତ୍ୟୁ ଶଯ୍ୟାରେ ଶୋଇଥିଲେ। ମୃତ୍ୟୁ ଶଯ୍ୟାରେ ସୁଦ୍ଧା ସ୍କ୍ରିନ୍ କୁ ଦେଖ, ମୃତ୍ୟୁ ଶଯ୍ୟାରେ ସୁଦ୍ଧା ଓଡିଆର ଉନ୍ନତି ତାଙ୍କେ ଏକମାତ୍ର ଚିନ୍ତା ଥିଲା। ଏକମାତ୍ର ଚିନ୍ତା କରୁଥିଲେ ଓଡିଆର ଉନ୍ନତି। ଓଡିଆ ବିଚ୍ଛିନ୍ନ ଅଞ୍ଚଳରେ ଓଡିଶାର ପ୍ରାକୃତିକ ଓଡିଶାର ଏକତ୍ରୀକରଣ, ଓଡିଆର ସମୁଦାୟ ବିକାଶ, ସମସ୍ତ ଓଡିଆ ଭାଷାଭାଷୀ ଅଞ୍ଚଳକୁ ଗୋଟିଏ ଶାସନରେ ରଖିବା ଏବଂ ବିଚ୍ଛିନ୍ନ ଅଞ୍ଚଳ ଓଡିଆ ମାନଙ୍କର ସ୍ୱାର୍ଥର ସୁରକ୍ଷା କରିବା। ବର୍ତ୍ତମାନ ଆମେ ପରିଚିତରେ ଦେଖୁଛେ ଆନ୍ଧ୍ରପ୍ରଦେଶ କିପରି ଭାବରେ ଓଡିଶାରେ କିଛି କିଛି ଇଲାକାରେ ନିଜର କବ୍ଜା ଜାରି ରଖିବାକୁ ଚେଷ୍ଟା କରିଛି। ପରନ୍ତୁ ବର୍ତ୍ତମାନ ଆମର ସମୟ ଆସିଛି ଓଡିଆ ବୋଲି ନିଜକୁ ପରିଚୟ ଦେଇ ଆମ ସମ୍ମାନକୁ ଆମେ ନିଜେ ରଖିବା। ବୁଝିଲା? ତେଣୁ ଦେଖ ପିଲେ, କଟକ ଜିଲ୍ଲାର ସତ୍ୟଭାମାପୁର, ସେ କେଉଁଠି ଜନ୍ମ ହୋଇଥିଲେ? କଟକ ଜିଲ୍ଲାର ସତ୍ୟଭାମାପୁର ଗ୍ରାମରେ ମଧୁବାବୁଙ୍କର
ଜନ୍ମଭୂମି। ତେଣୁ କଟକ ଜିଲ୍ଲାର ସତ୍ୟଭାମାପୁର ଗାଁରେ ମଧୁବାବୁ ଜନ୍ମ ହୋଇଥିଲେ। ସତ୍ୟଭାମାପୁର ଗାଁରେ ମଧୁବାବୁ ଜନ୍ମ ହୋଇଥିଲେ ଏବଂ ଯାହା ସେ ଜନ୍ମଭୂମି ରୂପେ ପ୍ରତ୍ୟେକ ଓଡିଆର ତୀର୍ଥସ୍ଥାନ, ଆମର ତୀର୍ଥସ୍ଥାନ ତାହା ଯାଇନା, ସେଇଟା ହଉଛି ଆମର ତୀର୍ଥସ୍ଥାନ। ଆମେ ସିନା ଭଗବାନଙ୍କୁ ଦେଖିନେ, ପରନ୍ତୁ ସେତେବେଳେ କିଛି କିଛି ଏଇଭଳି ସମୟ ଆସେ ଭଗବାନ ଧରା ପୃଷ୍ଠରେ ଅବତାର ନିଅନ୍ତି ଏବଂ ସେଇ ମଧୁବାବୁ ଯିଏକି ଆମ ଓଡିଶାକୁ ଗୋଟେ ସ୍ୱତନ୍ତ୍ର ଓଡିଶା ବୋଲି ଗଠନ କରିଥିଲେ, ନହେଲେ ସେ ଆଜି ଆମକୁ ନିଜକୁ ବଙ୍ଗୀୟ ବୋଲି ପରିଚିତ ହୋଇଥାନ୍ତେ ବା ନିଜକୁ ଆମେ ଆଜି ବିହାର ଲୋକ ବୋଲି ଆମେ ପରିଚୟ ହୋଇଥାନ୍ତେ। ପରନ୍ତୁ ନା, ମଧୁବାବୁ ସମଗ୍ର ଓଡିଆ ଗୋଟେ ସ୍ୱତନ୍ତ୍ର ଭାଷା। ତେଣୁ ଓଡିଆ ଯେଉଁମାନେ କହୁଛନ୍ତି ସେଇମାନଙ୍କୁ ନେଇ ଗୋଟିଏ ଓଡିଶା ପ୍ରଦେଶ ଗଠନ କରିବାର ପ୍ରମୁଖ କର୍ତ୍ତବ୍ୟ, ଗୋଟିଏ ମୁଖ୍ୟ ଭୂମିକା ନେଇଥିଲେ ମଧୁବାବୁ, ବୁଝିଲା। ଏବଂ ପ୍ରତ୍ୟେକ ଓଡିଆର ତୀର୍ଥସ୍ଥାନ ହେଉଛନ୍ତି ତାକେ ଜନ୍ମସ୍ଥାନ। ପିଲେ କଟକ ଜିଲ୍ଲାର ସତ୍ୟଭାମାପୁର ମଧୁସୂଦନ ଖ୍ରୀଷ୍ଟୀୟ 1848 ଖ୍ରୀଷ୍ଟାବ୍ଦରେ ଏପ୍ରିଲ ମାସ, ପିଲେ ଏଇଠି ଏଇଟା 7 ହେଇଯାଇଛି, ଏଇଠି 8 ହୋଇବ। 1848 ଖ୍ରୀଷ୍ଟାବ୍ଦରେ ଏପ୍ରିଲ ମାସ 28 ତାରିଖରେ ଜ୍ୟେଷ୍ଠ କୃଷ୍ଣ ପକ୍ଷ ଏକାଦଶ ତିଥିରେ ଜନ୍ମଗ୍ରହଣ କରିଥିଲେ। ତେଣୁ ମଧୁବାବୁଙ୍କର ଜନ୍ମ ତିଥି କେବେ? ମଧୁବାବୁଙ୍କର ଜନ୍ମ ତିଥି ହଉଛି 1848 ଏପ୍ରିଲ ମାସ 28 ତାରିଖ ଏବଂ ଏଇ ତିଥିରେ ଜ୍ୟେଷ୍ଠ ମାସ କୃଷ୍ଣ ପକ୍ଷ ଏକାଦଶୀ ତିଥିରେ ଜନ୍ମଗ୍ରହଣ କରିଥିଲେ ଏବଂ ତାଙ୍କେ ବାବାଙ୍କ ନାମ ଥିଲା ଚୌଧୁରୀ ରଘୁନାଥ ଦାସ। ପିଲେ ସ୍କ୍ରିନକୁ ଦେଖ, ବାବା ଥିଲେ ଚୌଧୁରୀ ରଘୁନାଥ ଦାସ, ଫାଦର ଚୌଧୁରୀ ଉପାଧି। ସେତେବେଳେ ତ ମାନେ ଜାଣିଥବ ଚୌଧୁରୀ ଉପାଧି, କାନୁନଗୋ ଉପାଧି, ଏଇ ସବୁ ଉପାଧି ସମ୍ଭ୍ରାନ୍ତ କରଣ ମାନଙ୍କୁ ଦିଆଯାଇଥିଲା ମରହଟା ସମୟରେ, ମରହଟା ଶାସନରେ। ସେତେବେଳେ ମରହଟା ଶାସନ ମାନେ କରୁଥିଲେ ସେ ସମୟରେ, ବୁଝିପାରିଲା। ଏବଂ ତାଙ୍କେ ବାବାଙ୍କ ନାମ ଥିଲା ଚୌଧୁରୀ ରଘୁନାଥ ଦାସ ଏବଂ ମାତାଙ୍କ ନାମ ଥିଲା ପାର୍ବତୀ ଦେବୀ। ଆମେ ସେମିତି ଜାଣିଛୁ ପିଲେ ନା ନାଇଁ, ପାର୍ବତୀ ଦେବୀ ହେଉଛନ୍ତି ତାଙ୍କେ ମା ଏବଂ ରଘୁନାଥ ହେଉଛନ୍ତି ତାଙ୍କେ ବାବା। ସେ କଥା ଏଠାରେ ପ୍ରାବନ୍ଧିକ ଚିନ୍ତାମଣି ଆଚାର୍ଯ୍ୟ ଲେଖିଛନ୍ତି। ତାଙ୍କ ବାବା ହେଉଛନ୍ତି ଥିଲେ କିଏ? ଚୌଧୁରୀ ରଘୁନାଥ ଦାସ ଏବଂ ମାତା ହେଉଛନ୍ତି ଶ୍ରୀମତୀ ପାର୍ବତୀ ଦେବୀ। ଏବଂ କାହିଁକି ହୋଇଛି ଦେନ୍ ଦେଖ, ପୂର୍ବେ ମରହଟା ଯୁଗରୁ ଏ ଦେଶର ସମ୍ଭ୍ରାନ୍ତ କରଣ ମାନେ ଚୌଧୁରୀ, କାନୁନଗୋ, ସମ୍ଭ୍ରାନ୍ତ ଇତ୍ୟାଦି ଉପାଧିରେ ଭୂଷିତ ହୋଇ ନିଜେ ନିଜର ସମ୍ମାନକୁ ବଢାଉଥିଲେ, ନିଜ ସମ୍ମାନକୁ ସେ ବଢାଉଥିଲେ। ଏଇ ଚୌଧୁରୀ ଉପାଧି, କାନୁନଗୋ ଉପାଧି, ସମ୍ଭ୍ରାନ୍ତ ଇତ୍ୟାଦିରେ ଭୂଷିତ ହୋଇ, ବୁଝିପାରିଲା। ରଘୁନାଥଙ୍କର 2 ଜଣ ପୁଅ ଥିଲେ। ମଧୁବାବୁଙ୍କର ବାବା ରଘୁନାଥ ଦାସ, ତାଙ୍କର 2 ଜଣ ପୁଅ ଥିଲେ, ଯାଇଁଲା। ବଡ ପୁଅ ହଉଛନ୍ତି ଗୋବିନ୍ଦ ବଲ୍ଲଭ, ସାନ ପୁଅ ହଉଛନ୍ତି କନିଷ୍ଠ ପୁତ୍ର, ନାମ ଥିଲା ଗୋପାଳ ବଲ୍ଲଭ। ଜ୍ୟେଷ୍ଠ ପୁତ୍ର ମଧୁବାବୁ, ଯାହାକୁ ମିଷ୍ଟର ଦାସ, ମଧୁ ବାରିଷ୍ଟର ମଧୁବାବୁ ବୋଲି କହୁ। ରଘୁନାଥ ଦାସ ତାଙ୍କେ 2 ଜଣ ପୁଅ ଥିଲେ। ବଡ ପୁଅ ହଉଛନ୍ତି ଗୋବିନ୍ଦ ବଲ୍ଲଭ, ସାନ ପୁଅ କନିଷ୍ଠ ପୁତ୍ର ଥିଲା ଗୋପାଳ ବଲ୍ଲଭ। ଜ୍ୟେଷ୍ଠ ପୁତ୍ର ମଧୁବାବୁ, ଯାହାକୁ ଆମେ ମିଷ୍ଟର ଦାସ, ମଧୁ ବାରିଷ୍ଟର, ମଧୁ ବାବୁ ବୋଲି କହୁଛେ। ମଧୁସୂଦନ ଦାସ ଉତ୍କଳର ଗୌରବ ବୋଲି କହୁଛେ। ସେ ହେଉଛନ୍ତି ରଘୁନାଥଙ୍କର ଜ୍ୟେଷ୍ଠ ପୁତ୍ର, ବଡ ପୁଅ ଏବଂ ତାଙ୍କେ ପିତୃ ମାତୃ ନାମ ବାବା ମାଙ୍କେ ନାଁ ଦେଇଥିଲେ ଗୋବିନ୍ଦ ବଲ୍ଲଭ। ତାଙ୍କେ ପିତୃ ମାତୃ ନାମ ଥିଲା କଣ? ଗୋବିନ୍ଦ ବଲ୍ଲଭ। ଏବଂ କନିଷ୍ଠ ପୁତ୍ର ସାନ ଭାଇ ତାଙ୍କେ ନାଁ ଥିଲା ଗୋପାଳ ବଲ୍ଲଭ, ବୁଝିଲା। ଗୋପାଳ ବଲ୍ଲଭଙ୍କ ସମ୍ବନ୍ଧରେ ସଂକ୍ଷେପରେ
ଏତିକି କହିଲେ। ଆଚ୍ଛା, ଆମେ ତ ଗୋବିନ୍ଦ ବଲ୍ଲଭଙ୍କ ବିଷୟରେ ଜାଣିଲେ ଯେ ଗୋବିନ୍ଦ ବଲ୍ଲଭ କିଏ? ଗୋବିନ୍ଦ ବଲ୍ଲଭ ହେଉଛନ୍ତି ମଧୁବାବୁ। ହାଁ? ତାଙ୍କେ ବିଷୟରେ ତ ଆମେ ଜାଣିଛେ, ଜାଣିବା ବା ଆଗକୁ ଆହୁରି ଜାଣୁଥିବା। ହାଁ? ପରନ୍ତୁ ଗୋପାଳ ବଲ୍ଲଭଙ୍କ ବିଷୟରେ ଯଦି ଆମେ କହିବା କଣ ନା ସେ ହେଉଛନ୍ତି କଲିକତା ବିଶ୍ୱବିଦ୍ୟାଳୟରୁ ଏମ୍ ପାସ୍ କରୁଥିଲେ ଏବଂ ଡେପୁଟି ମାଜିଷ୍ଟ୍ରେଟ ରୂପେ କାର୍ଯ୍ୟ କରୁଥିଲେ। ଡେପୁଟି ମାଜିଷ୍ଟ୍ରେଟ ଥିଲେ, କଲିକତା ବିଶ୍ୱବିଦ୍ୟାଳୟ ଏମ୍ ପାସ୍ କରିଥିଲେ ଏବଂ ତାଙ୍କେ ଚରିତ୍ର ଗୋଟିଏ ବହି ତମେ ମାନେ ଜାଣିଥିବ ପିଲେ, ଭୀମା ଭୂୟାଁ। ତମେ ମାନେ ଲାଇବ୍ରେରୀରେ ମଧ୍ୟ ଚେକିଂ କରିପାରିବ, ନହେଲେ ତମେ ମାନେ ୱିକିପିଡିଆରୁ ୱିକିପିଡିଆରୁ ତମେ ମାନେ ସର୍ଚ୍ଚ କରି ଦେଖିପାରିବ। ଭୂମି ଭୂୟାଁ, ବୁଝିପାରିଲା? ଦେଖିପାରୁଥିବ, ପ୍ଲେ ସ୍କ୍ରିନ୍ କୁ ଦେଖ, ଭୂମି ଭୂୟାଁ। ତମେ ଜାଣିଥିବ ଭୂମି ଭୂୟାଁ ଏକ ଉପନ୍ୟାସ, ଓଡିଆ ସାହିତ୍ୟର ଗୋଟିଏ ବିଶିଷ୍ଟ ଗ୍ରନ୍ଥ। ପିଲେ ପରୀକ୍ଷାରେ ମଧ୍ୟ ଅନେକ ଥର ପଡେ, ଭୀମା ଭୂୟାଁ ଉପନ୍ୟାସ କିଏ ଲେଖିଛନ୍ତି? ନା ଗୋପାଳ ବଲ୍ଲଭ ଦାସ। ଗୋପାଳ ବଲ୍ଲଭ ଭୀମା ଭୂୟାଁ ପାଠ ଲେଖିଛନ୍ତି। ଏବଂ ତମେ ମାନେ ଜାଣିଛ ପିଲେ, ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ କିଏ ଥିଲେ? ରମା ଦେବୀ। ତାଙ୍କେ ବାବା ହେଉଛନ୍ତି କିଏ? ଗୋପାଳ ବଲ୍ଲଭ। ଜାଣିଲା? ତାହେଲେ ଏଇଭଳି ଭାବରେ ଆମେ ଆଗକୁ ଆଗକୁ ମଧ୍ୟ ଭବିଷ୍ୟତରେ ତାଙ୍କେ ପିଲାଦିନ କଥା ଦେଖିବା, କିଭଳି ସେ ପାଠ ପଢାଉଥିଲେ, କିଭଳି ଚଗଲା ଥିଲେ କି ନାହିଁ, ସେ କଥା ମଧ୍ୟ ଆମେ ପରବର୍ତ୍ତୀ ସମୟରେ ଆଲୋଚନା କରିବା। ତାହେଲେ ପିଲେ ଆଜି ପାଇଁ ବାସ୍ ଏତିକି।